ରାଉରକେଲାର ବିଶ୍ୱକର୍ମା ସାଜିଛନ୍ତି ମନ୍ତ୍ରୀ ଶାରଦା ପ୍ରସାଦ ନାୟକ। ବିଶେଷକରି ପୂର୍ବରୁ ବିଜୁବାବୁଙ୍କ ସମୟରୁ ରାଉରକେଲା ସହର ପ୍ରତି ବିଜୁ ଜନତା ଦଳର ଯେଉଁ ସ୍ନେହ ମନୋଭାବ ରହିଥିଲା, ତାହାର ତିଳେ ମାତ୍ର ତ୍ରୁଟି ବିଚ୍ୟୁତି ହେବାକୁ ନ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ରାଉରକେଲା ସହର ପ୍ରତି ଅହେତୁକ ଅନୁକମ୍ପା ଦେଖାଇଥିବା କଥା ସହରର କୋଣ ଅନୁକୋଣରେ ଗୁଞ୍ଜରୁଛି। ଆଜି ସେହି ବିଜେଡି ଦଳର ସୁନ୍ଦରଗଡ଼ ସାଂସଦ ପ୍ରାର୍ଥୀ ଦିଲ୍ଲୀପ ତିର୍କୀଙ୍କ ଉପସ୍ଥିତିରେ ସହରର ସ୍ଥିତ ବିର୍ସା ଛକଠାରୁ ବାଣ ଫୁଟାଇ ବାଦ୍ୟ ବଜାଇ ଏକ ବିରାଟ ରାଲି ସହ ସମର୍ଥକଙ୍କ ଗହଣରେ ଉଦିତନଗର ଥିବା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଜେଡି ପ୍ରାର୍ଥୀ ଭାବେ ଶାରଦା ପ୍ରସାଦ ନାୟକ ନାମାଙ୍କନ ପତ୍ର ଦାଖଲ କରିଥିବାର ପରିଲକ୍ଷିତ ହୋଇଛି। ତେବେ ଶାରଦା ନାୟକ ରାଉରକେଲା ନିର୍ବାଚନ ମଣ୍ଡଳୀର ବିଧାୟକ ଥିବା ସମୟରେ ଆନ୍ତର୍ଜାତିକ ହକି ଷ୍ଟାଡିୟମ ସମେତ ବହୁ ଉନ୍ନତିମୂଳକ କାର୍ଯ୍ୟକ୍ରମ ଉଚିତ ସମୟରେ ସମ୍ପନ୍ନ ହୋଇଥିବାରୁ ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କୁ ଶ୍ରମ ମନ୍ତ୍ରୀ ଭଳି ମର୍ଯ୍ୟାଦା ପଦ ହସ୍ତାନ୍ତର କରାଯାଇଥିଲା। ଏହି ବିଜେଡି ରାଲିରେ 15,000ରୁ ଉର୍ଦ୍ଧ୍ୱ ସଂଖ୍ୟାରେ ସମର୍ଥକମାନେ ସାମିଲ ହୋଇଥିବାର ପରିଲକ୍ଷିତ ହୋଇଛି। ଶାରଦା ଭାଇ ହେଉଛନ୍ତି ରାଉରକେଲାର ବିଶ୍ୱକର୍ମା। କ'ଣ ନ କରିଛନ୍ତି? ଆଉ ରହିଲା ଝିରପାଣି କଥା। ଝିରପାଣିର ସମାବେଶ ରାଉରକେଲାବାସୀ କହିବେ, ଯେତେ ଲୋକ ଦେଖୁଛନ୍ତି ସେମାନେ ବି ଜାଣିପାରିବେ। ଶାରଦା ଭାଇ ଗୋଟେ ଏମିତି ଲୋକ, ଶାରଦା ଭାଇ କାହା ପାଇଁ କ'ଣ କରିନାହାନ୍ତି। ଯେମିତିକି ବିଜେପିରୁ ଜଣେ ପ୍ରତିନିଧି ଠିଆ ହେଇନ୍ତି, ଟକ୍କର ହବ ବୋଲି ଶୁଣାଯାଉଛି। ଆପଣ କ'ଣ ଭାବୁଛନ୍ତି? ଟକ୍କର ହେଲେ ବି ଶାରଦା ଭାଇ କ'ଣ ନ କରିଥିଲେ? 10 ବର୍ଷ କୁଆଡେ ଯାଇଥିଲା ସେଇ ଲୋକ? ସେ ବାବୁ ଲୋକ ଯାଇଥିଲେ କୁଆଡେ? ଆଜ୍ଞା, ଶାରଦା ଭାଇ କରିଛନ୍ତି, କରିବେ, କରୁଥିବେ ଜୀବନ କାଳ ପର୍ଯ୍ୟନ୍ତ। ସେ ଲୋକଟା କରିକି ତାର ଅଣ୍ଟା ବି ରହିଗଲାଣି। ଲୋକ ଛାଡି ଦିଅନ୍ତୁ, ଯିଏ କର୍ମୀ, ଯିଏ ବିଶ୍ୱକର୍ମା ତା ସାଙ୍ଗରେ ରୁହନ୍ତୁ। ଯେଉଁ ନିର୍ବାଚନ ଚାଲିଛି ଓଡ଼ିଶାରେ, ଆମେ ରାଉରକେଲାରୁ ମାନ୍ୟବର ପ୍ରାର୍ଥୀ ଶାରଦା ପ୍ରସାଦ ନାୟକ ତାଙ୍କର ଆଜି ନିର୍ବାଚନ ଶୋଭାଯାତ୍ରା ଥିଲା। ଏ ଶୋଭାଯାତ୍ରାରେ ଆଜି 20,000ରୁ ଉର୍ଦ୍ଧ୍ୱ ଲୋକ ରାଉରକେଲା ଜନସାଧାରଣ ଆମକୁ ସମର୍ଥନ ଦେଇଛନ୍ତି ଏବଂ ରାଉରକେଲାର ବିଧାୟକ ଶାରଦା ପ୍ରସାଦ ନାୟକ ଆଜି ଆପଣ କହନ୍ତୁ କରୋନା କଥା, ଯେତେବେଳେ ରାଉରକେଲାରେ କରୋନାର ପ୍ରାଦୁର୍ଭାବ ଥିଲା ସେତେବେଳେ ଲୋକ ଘରେ ଶୋଇଥିଲା ବେଳେ ସେ ତାଙ୍କ ଭଳି ଜଣେ ମହାନ ବ୍ୟକ୍ତିତ୍ୱ ବିଭିନ୍ନ ମେଡ଼ିକାଲରେ ପହଞ୍ଚି ଲୋକଙ୍କୁ ସେବା କରୁଥିଲେ। ରାଉରକେଲା ପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶୀର୍ବାଦ ଏବଂ ଶାରଦା ପ୍ରସାଦ ନାୟକଙ୍କର ତାଙ୍କର କାର୍ଯ୍ୟ କରିବାର ଶୈଳୀ ଆଜି ସାରା ଓଡ଼ିଶାରେ ଆପଣ ଦେଖନ୍ତୁ ରାଉରକେଲାକୁ 2004 ମସିହା ରାଉରକେଲା ଏବଂ ଆଜିର ରାଉରକେଲା ମାନ୍ୟବର ଶାରଦା ପ୍ରସାଦ ନାୟକ ଆଜି ରାଉରକେଲାକୁ ଏକ ନୂତନ ରୂପରେ ସଜାଇଛନ୍ତି। ଆପଣମାନେ ଦେଖୁଥିବେ ଏଠି ଆପଣଙ୍କ ବିଶ୍ୱକପ୍ର ହକିର ସହର ହୋଇପାରିଛି। ଆଜି ୱାର୍ଲଡ କପ୍ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ହେଇଛି ରାଉରକେଲା ମାନ୍ୟବର ବିଧାୟକ ଶାରଦା ନାୟକ ପ୍ରତି, କାରଣ ଶାରଦା ନାୟକ ଲୋକଙ୍କୁ ଭଲ ପାଆନ୍ତି। କାରଣ ଏକଦା ଗୁଣ୍ଡାରାଜର ସହର ରାଉରକେଲା, ମୃତ ସହର ରାଉରକେଲା। ଲୋକ ଅନୁଭବ କରିଛନ୍ତି ଯେ ନବୀନ ପଟ୍ଟନାୟକ ଶାସନରେ ସୁଶାସନ ଚାଲିଛି, ଗୁଣ୍ଡାରାଜ ବନ୍ଦ ହେଇଛି ଏବଂ ପ୍ରଗତି ହେଇଛି। ଗୋଟେ ମୃତ ସହରରୁ ପ୍ରଗତିର ସହର, ବିଶ୍ୱକପ୍ର ସହର। ପ୍ରତ୍ୟେକ କ୍ଷେତ୍ରରେ ଆଜି ରାଉରକେଲା ଯେଉଁ ବିକାଶ କରିଛି ତାର ସେ ହେଉଛି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର। ଆଜି ଯେଉଁ ଜନସମୁଦ୍ର ଦେଖୁଥିଲେ ତାର ଶ୍ରେୟ ହେଉଛି କେବଳ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର। ଏବଂ ନବୀନ ପଟ୍ଟନାୟକଙ୍କୁ ଆଜି ଏହି ମଞ୍ଚରୁ କୃତଜ୍ଞତା ଜଣାଇବି ଯେ ମୋତେ ପୁଣି ଥରେ ସୁଯୋଗ ଦେଇଛନ୍ତି ରାଉରକେଲାବାସୀଙ୍କ ସେବା କରିବା ପାଇଁ ଏବଂ ରାଉରକେଲାବାସୀଙ୍କୁ ସେବା କରି ରାଉରକେଲାକୁ ଏକ ଶ୍ରେଷ୍ଠ ସହରରେ ପରିଣତ କରିବା। ରାଉରକେଲାରୁ ଲବ ନାୟକଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।